ଫ୍ୟାନ୍ ତାର ପୋଡ଼ିଗଲା କୋଉଠି ସମସ୍ତଙ୍କୁ ମୋର ନମସ୍କାର ଜୟ ଜଗନ୍ନାଥ। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ଆସନ୍ତୁ ଦେଖିବା ଆମ ନ୍ୟୁ ବ୍ଲଗ୍। ଆୟୁଷ ଏଠି ମେଡ଼ିସିନ ଖାଆନ୍ତି ସକାଳୁ ସକାଳୁ ଜ୍ୱର ଅଛି, ଜ୍ୱର ଛାଡ଼ିନି ତା ଦେହରୁ। ବିସ୍କେଟ୍ ହଲିସ୍ ଖାଇଦେଲା, ଖାଇଦେଲା ପରେ କେଉଁ ମେଡ଼ିସିନଟା ଖାଇଲୁ ପୁଏନା? ଏଇଟା ଖାଇଲୁ ଟି, ମାନେ ଏ ମେଡ଼ିସିନ ଖାଇଦେବ। ଏଇଟା ଖୋଲୁନୁ, ଏଇଟା ଭଲ ଖୋଲିପାରିବୁ ଟି? ସେମିତି ଖୋଲା ଯାଏନି। କରେ ଦେଖନ୍ତୁ, ବଟିଆ ଖାଇବା ପାଇଁ କଷ୍ଟମଷ୍ଟ ବଟିଆ ଖାଉଛି, ଆଉ ସିରାପ ଖାଇବନି। ସିରାପ ଖାଇଲା ବେଳକୁ ଦେଖି ବଟିକା ପକା ଜଲ୍ଦି, ଗ୍ୟାସ୍ ଉଳିବ। ଦେଖୁଛ ଟି କେମିତି ବଟିଆ ଖାଉଛି, କାଲି କେମିତି ସିରାପ ଖାଇଲା ବେଳକୁ କେମିତି ହେଉଥିଲା। କେତେଟା ଖାଇଲା? ଦୁଇଟା ମେଡ଼ିସିନ ସରିଲାଣି, ପୁଣି ଆହୁରି ଗୋଟେ ଅଛି, ଏଇଟା ଖାଇବ। ସିରପ ଖାଇଲା ବେଳକୁ କାନ୍ଦି ପୁରି ମାନେ ଆଠି ହେଇଯାଉଛି, ପୁରା ଲୁହ ସିଙ୍ଗାଣି ବାହାର କରି। ଖୋଲିପାରିବୁ କି? ମୋତେ ଦେ ଖୋଲିଦେବି। ଖୋଲିପାରିବୁନୁ, ଭାଙ୍ଗେନି। ଖା ବଡ଼ ବଟିକା। ହଁ ବଡ଼ ବଟିକାଟା ଆଉ ଆସ୍ତେ କିନି ଖା, ଅଳ୍ପ ପାଣି ଦେ। ଗଲାରି ବଟିକାଟା ଏଟା ଚକୋଲେଟ୍ ଭଳିଆ ପଡ଼ୁଛି ତ, ଢୋକି ଦେଉଛି। ଆଉ ସିରପଟା ନାଇଁ, ସିରପ ଖାଇବନି। କେତେ ମେଡ଼ିସିନ ଆୟୁଷ ଖାଇଲାଣି। ସେ କ'ଣ ହେଉଛି? ଖେଳ ହେଉଛି ଡବା ପରେ ଡବା ଥୋଇକି। ହଁ, ଆୟୁଷର ଏଥରକ ବହୁତ ଜ୍ୱର ହେଇଗଲା। ଜ୍ୱର, କାଶ, କଫ, ବହୁତ ଦେହ ଖରାପ ହେଲା। ଖାଉନି ବି କିଛି। ଦୀପଟ ବିସ୍କେଟ୍ ଖାଇକି ସେ ମେଡ଼ିସିନ ଖାଇଛି। ଆସନ୍ତୁ ଦେଖିବା କ'ଣ କରୁଛନ୍ତି ସମସ୍ତେ। କ'ଣ କରୁଛ ଆୟୁଷ? ଆୟୁଷ ଏଠି ମାଆଙ୍କ ପାଖରେ ବସିଛନ୍ତି। ଦେହ ଭଲ ନାହିଁ, ଶୋଇଥିଲା, ଆସିକି ପୁଣି ଆସିକି ବସିଛି ଏଠି। ଆଉ ଏଠି ତ ପଖାଳ ଖାଉଛନ୍ତି। ପଖାଳ ଖାଉଛନ୍ତି? ପଖାଳକୁ ସଜନା ଛୁଇଁ ଭଜା। ପଖାଳକୁ ସଜନା ଛୁଇଁ ଭଜା, ଆଳୁ କରେଇ ବି ଥୋଇ ଦେଇଛି, ଆଣିକି ବାଁ ହାତରେ ଖାଉଛ ନା କ'ଣ? ଦେଖାଉଛି ସେମିତି ନା ଖଣ୍ଡିଆ ମାରିବା ଯେ ବାଁ ହାତରେ ଖାଉଛନ୍ତି। ପଖାଳଟା କେତେ ମଜା ଲାଗୁଛି ଖାଇକି, ଭଲ ଲାଗୁଥିବ। ଆୟୁଷ ସେଠି ଇଟିଲି ଛାଞ୍ଚ ଖୋଲିକି ତା ଦେହରେ ମୁଢ଼ି ଥୁଆଇଛି। ନିଜେ ରଖିଥିଲା କିଣିକିରି, ମାନେ ଖାଉଛି ଅଳ୍ପ ଅଳ୍ପ ଯୋଡ଼ି ଯୋଡ଼ିକି ପାଠ ପଢ଼ୁଛି। ମାନେ ଖାଦ୍ୟ ଖାଇବା କଥା ଆଉ କିଛି କହୁନାହାନ୍ତି, ଖାଲି ମୁଢ଼ି ଖାଇବ ବୋଲି ବସିକି ଯୋଡ଼େ ଯୋଡ଼େ ମୁଢ଼ି ପାଟିରେ ପଡ଼ୁଛି। ମୁଢ଼ି ଖାଆନି ପୁଅ ବେଶୀ। କ'ଣ କରୁଛନ୍ତି ଦେଖିବା। କ'ଣ କରୁଛ? ଫ୍ୟାନ୍ ତାର ପୋଡ଼ିଗଲା କୋଉଠି? ଦାଣ୍ଡ ଲଗେଇଥିଲି, ଦାଣ୍ଡରେ କାହିଁ ଲଗେଇଥିଲ କି? ବସିଥିଲି ସେଠି ଲଗେଇକି। ମାନେ ଏମିତି ପୋଡ଼ିଗଲା? ସର୍ଟ ହେଇକି ପୋଡ଼ିଯାଇଛି। ହଁ, କେଉଁ ତାରଟା? ଏଇ ତାରଟା ପୁଣି ଲଗେଇବା ଆଉଥରେ? ନୂଆ ତାରଟା ଲାଗିବ, ପିନ୍ ଛକ ତାର ଲାଗିବ। ହଁ, କି ତାର ଲାଗିବ? ପିନ୍ ଛକର ଆଣିଲ ଏଇନା କ'ଣ? ହଁ, ବୋଉ କେମିତି ତଳେ ଶୋଇଛନ୍ତି ଦେଖୁନ, ସବୁ ପାରିକି ଶୋଇବାକୁ। ସବୁ ପକାଉନାହାନ୍ତି, ସେମିତି ଶୋଇ ପଡ଼ୁଛନ୍ତି। ଆଉ ସବୁ ପକେଇବେନି? ଗରମ ହେଉଛି ଟି? ଗରମ ହେଉଛି ବୋଲି ତଳେ ଗଡ଼ିବ ଏମିତି। ଥଣ୍ଡା ଲାଗୁଛି ତାଙ୍କୁ। ପରିସ୍ଥିତି ପୁରା ଖରାପ ଚାଲିଛି ଏଇନା। ଆୟୁଷର ଏତେ ଜୋରେ ଜ୍ୱର ହେଉଛି ଯେ ତାର ଜ୍ୱରଟା ବି ଠିକ୍ ଭଲ ହେଉନି। ପାଣି ପଟି ପକାଉଥିଲି, ସେଇଟା ପୁଣି ଚୁପୁଡ଼ା ହେଇକି ଆସିଲାଣି। ଲାଗେନି ପାଣିରେ ଆୟୁଷ। ତାକୁ ଖୋଲିକି ଲଗେଇଦେବ ତମେ। ହଁ, ହଁ, ସେ ବଡ଼ ଫ୍ୟାନ୍ଟା ବି ଖରାପ ହେଇଗଲାଣି, ମାନେ ମଇଳା ହେଇଗଲା। ଖୋଲିଲା
ତମେ ତାହେଲେ ମେକାନିକ୍ ହେଇଯିବ ହେଲା। ଦେଖିକି ଲଗାଅ। ତମର ଆସିବଟି ନାଲି ଟାଇଟ୍ ଲାଗିବ। ମନେ ରଖିଲଟି କେଉଁଠି ତାରଟା ଲାଗିବ ହାଁ ନା ନାଇଁ। ସେ ପ୍ଲଗ୍ଟା ତମେ ଦଉଦଉ ଏମିତି ପୋଡ଼ିଗଲା ନା ନାଇଁ ଧରିଥିଲେ କ'ଣ ହେଇଥାନ୍ତା କହିଲ। ହାଁ ମୁଁ ବାରମ୍ବାର ସେଥିଲାଗି କୁହେ ମାନେ କଳା ପ୍ଲଗ୍ ଲଗେଇକି ଆଣିବନି। ଏ ତାର ବରଂ ଲଗେଇଦେବୁ ଟିକେ ମାନେ ଭୟ ନାହିଁ। ସେ ତାର ମାନେ କେତେ ଥର ଏମିତି ହେଲାଣି। ଆମେ ଗୋଟେ ଥର ଯେଉଁ ବସିଥିଲୁ ଫ୍ୟାନ୍ଟା କେମିତି ତଳପଟୁ କେମିତି ଜଳିଲା କହିଲ ସେ ତାର ସହକର। ଆମେ ସେଦିନ ସମସ୍ତେ ଡରି ଯାଇଛୁ। ଆଁ କ'ଣ କହିଲ? ହଁ ଆମେ ଏଠି ପଡ଼ି ଉଠିକି ମାନେ ଦୌଡ଼ିଛୁ ନା ଏଠିକି ସେଠୁ 3 ଜଣ ବସିଥିଲୁ ପଡ଼ି ପଡ଼ିକି ତା ଉପରେ ପୁରା ମାନେ ଦୌଡ଼ିଛୁ। ଏତେ ଜୋରେ ପଡ଼ିଲା ସେଟା। ଚଳିଲା ତ କରେଣ୍ଟଟା ସେପଟୁ ଯାଇକି କରେଣ୍ଟ କାଟିଲି ସେପଟୁ ଯାଇକି ମେନ୍ ସୁଇଚ୍ ପଟୁ ସାଙ୍ଗେ ସାଙ୍ଗେ ଯାଇକି। ହଉ ଲାଗିଯାଇଛନ୍ତି କାମରେ। ହଉ ଲାଗିଯାଅ। ବ୍ରସ୍ କ'ଣ କରିବ ଯେ ସଫା କରିବଟି? ହାଁ ଏ ଫ୍ୟାନ୍ଟା ଖୋଲିଦେଲ। କେତେ ମଇଳା ନା ପତ୍ର ତାର ଦେଖୁନ କେତେ ମଇଳା। ତା ପତ୍ରରେ ବି ଏଇଭଳିଆ ମଇଳା ମାନେ କେତେ ମଇଳା ଲାଗିକି ଅଛି। ସେ ଏବେ ବୋଧେ ସଫା କରିଦେଲ ନା? ହାଁ ଏବେ ସଫା କରିଦେଲ ପୁଣି କେତେ ମଇଳା ହେଇଗଲାଣି। ସେ ଫ୍ୟାନ୍ଟା ଫିଟିଂ ହେଇଗଲା। ଆଁ ଏଇଟା କେତେ ପରିଷ୍କାର ହେଇଗଲା ଫ୍ୟାନ୍। ତାର ବି ଲାଗିଯାଇଛି। ଇଏ ଆଉ କରେଣ୍ଟ ମାରିବନି ତ ଏଥର? ହାଁ ଆଉ ସେଇଟା କ'ଣ ଖୋଲିବ ନା କ'ଣ ପୁରା? ହାଁ ଖୋଲିଲା ପରା ଏତିକି ମଳି ଜାମ୍ ହେଇକି ହଁ ବା ନଷ୍ଟ ହେଇକି ପତ୍ର ଖରାପ ହେଇଯାଇଛି। ମେକାନିକ୍ ହେଇଗଲାଣି ପୁରା ଆଉ ନା? ମେକାନିକ୍ ହେଇଯାଇଛନ୍ତି। ମେକାନିକ୍ ହେଇଯାଇଛନ୍ତି। କେତେ ପଇସା ନେଇଥାନ୍ତା? ପୁରା ମେକାନିକ୍ ହେଇକି ତିଆରି କରୁଛ ଆଉ ଏଇଟା ସବୁ ଏତେ ଅଳନ୍ଦ। ତମେ ଭାଇ ଏବେ କହୁଥିଲ ସଫା କରୁଛ ଫ୍ୟାନ୍। ଏତେ ମଇଳା କ'ଣ? ଆଁ ସବୁ ଅନ୍ଧୁଣି ଲାଗିଛି। ଅନ୍ଧୁଣି ଲାଗିଯାଇଛି। ବହୁତ ମଇଳା ହେଇଛି। କେତେ ଝାଳ ବୋହିଗଲାଣି ତମ ଦେହରୁ। ହଁ ପୁରା ସଫା ହେଇଗଲା ପୁରା ପ୍ଲେନ୍ ହେଇଗଲା ପୁରା। କେତେ ସୁନ୍ଦର ଲାଗିଲା କହିଲ ନୂଆ ଫ୍ୟାନ୍ଟା ନା ନାଇଁ? ପୁରା ମଇଳା ହେଇକି ହଁ ହଁ ବା ଏ ଚୁଲି ଜଳିଲା ସେପଟେ ବୁଲୁନଥିଲା ଟୋଟାଲି ବୁଲୁନଥିଲା। ହାଁ ସେ ଫ୍ୟାନ୍ ତାର କଟିଥିଲା ତାରଟି ୟାର ସବୁ ମଇଳା ସବୁ ଅଟକିଥିଲା। ହଁ ବା ଏତେ ମଇଳା ଅଟିକି ମାନେ କେତେ ସୁନ୍ଦର ଲାଗିଲା କହିଲ। କ'ଣ କହିଲ? ନୂଆ ଭଳିଆ ହେଇଗଲା ଆଉ। ହଁ ବା ପୁରା ନୂଆ ଭଳିଆ ଦେଖାହେଉଛି ଫ୍ୟାନ୍ଟା। ଏମିତି ମେକାନିକ ହେଲେ ଆମର ହୁଅନ୍ତାନି ଦୋକାନ ଦେଲେ। ହଁ ଏମିତି ଦୋକାନ ଦେଇ ବସିବେ ଏଥରକ ଆଉ କ'ଣ କରିବେ କି? ବୋଉ କ'ଣ କହିଲେ ଶୁଖିଲାଟି ତୁମକୁ? ହଁ ତ ହଁ ସେପଟେ ଫ୍ୟାନ୍ ଦୋକାନ ସବୁ ଅଛି ଯେ ବଜାର ମାନଙ୍କରେ ଫ୍ୟାନ୍ ଦୋକାନ ଅଛି। ହଁ ଏଥର ଟେଷ୍ଟ କଲ ଲାଗୁଛି ନା ନାହିଁ। ଫ୍ୟାନ୍ଟା ତିଆରି ହେଇଗଲା। ଏ ବୁଲୁଛି ନା ନାହିଁ ଟେଷ୍ଟ କରିବେ ଟିକେ। ବୁଲିଲା ଏଥରକ ପୁରା ଫ୍ରିରେ ବୁଲିଲା। ବୁଲିଲା ନା? ବୋଉ ପବନ ଖାଇଦିଆ ଆଗ ଟିକେ ବସି ପଡ଼ ଆଗ ଫ୍ୟାନ୍ରେ। ବୁଲିଲା ଆଉ କାଢ଼େ 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 ସେଟା ଗପ କାଢ଼େ। କାଢ଼ିଦେ ସେଟା କ'ଣ ଗପ କାଢ଼ୁନୁ ପେଟରୁ କାଢ଼ିବୁନୁ। ନାଇଁ ଏରା କାଢ଼ିଦେଲେ ସିନା ଭଲ। କାଢ଼ିବୁନୁ। ଆସିନି ପଳେଇଲା କାଚିଦେଲୁ। ଶୋଇପଡ଼ି ଦେଇକି ତମେ ସେଇଠି ବଇଛ ଶୋଇକି ଉଠିଗଲଣି ଖାଇକିରି। ହଁ
ଭଲ ଲାଗୁନି ତ କରିବ। ହଁ ବର୍ଷା ହେଉଛି ଆଉ କାଇଁ ଗୋଡ଼ କ'ଣ ଅଧିକ ଲାଗୁଛି? ଗୋଡ଼ ଇଏ ହେଉଛି ଧକ ଧକ ହେଉଛି, ଗୋଡ଼ ତ ଦର୍ଜ ହେଇଛି, ପାଦ ପକେଇ ପାରୁନି। ମେଡ଼ିସିନ ତ ଚାଲିଛି ଆଉ କ'ଣ କରିବା ଯେ। ଏଇନେ ଖାଇଲଟି ସେ ମେଡ଼ିସିନଟା? କେଉଁ ମେଡ଼ିସିନ? ହଁ। ସେ ଯେଉଁ ଆଉ ଗୋଟିକିଆ ବଟିକାଟେ କାଲି ଦେଇନଥିଲେ ପୁଅ ତମକୁ? କ'ଣ କରୁଛ ଏଠି? କ'ଣ କରୁଛ? ସାଇକେଲ ପୋଛାଉଛି ସଫାସଫି ସରିଗଲାଣି ଆଉ ଧୁଆ ହେଇଥାନ୍ତା ଧୁଆ ହେଇଥାନ୍ତା। ପଙ୍କ ଲଗେଇ ଦେଇଛି। ଓହୋ ପଙ୍ଖ ଲଗେଇ ଦେଉଛି। ଆୟୁଷ ଏବେ ଦେହ ତ ଖରାପ, ଏବେ କ'ଣ ଗାଡ଼ି ସାଇକେଲ ଚଲେଇ ପାରୁଛି? ବଡ଼ ନେଇକି ଯାଉଛି, ଟ୍ୟୁସନ୍ ଯାଉଛି। ହଉ ସାଙ୍ଗମାନେ ଭିଡ଼ିଓଟି ଏଇଠି ରଖୁଛୁ, ଆପଣମାନେ ଦେଖା ହେବ ଆର ଭିଡ଼ିଓରେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।